ଗଞ୍ଜାମ ଜିଲ୍ଲାର ଏକ ଛୋଟ ଗାଁ କୁସୁମପୁର। ଗାଁ ପାଖରେ ବହୁତ ପୁରୁଣା ଏକ ନଦୀ ବହୁଥିଲା, ନାମ ଋଷିକୁଲ୍ୟା। ଲୋକେ କହୁଥିଲେ, ରାତିରେ ନଦୀ କୂଳକୁ ଯାଉନାହୁଁ, ସେଠାରେ ଜଳପରି ବାସ କରେ। ସେ ଗାଇଥାଏ ମଧୁର ଗୀତ। ଚନ୍ଦ୍ର ଆଲୋକରେ ତୁ ଆସିଯାଉଛୁ, ଥଣ୍ଡା ହସରେ। କିନ୍ତୁ ଯିଏ ଶୁଣେ ସେ ପାଗଳ ହୋଇଯାଏ ଓ ଜଳରେ ଡୁବି ମରେ। ଗାଁରେ ଥିଲା ଜଣେ ଯୁବକ, ନାମ କୃଷ୍ଣ। ସେ ବହୁତ ସାହସୀ ଓ ସୁନ୍ଦର ଥିଲା। ତାଙ୍କର ବାପା ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ଏକ ଦିନ ପୂର୍ଣ୍ଣିମା ରାତିରେ କୃଷ୍ଣ ନଦୀ କୂଳରେ ବସି ମାଛ ଧରୁଥିଲା। ହଠାତ୍ ନଦୀର ଜଳରେ ଏକ ମଧୁର ଗୀତ ଶୁଣାଗଲା। ଆସ୍ ରେ ପ୍ରିୟ, ଜଳରେ ଆସ୍, ମୁଁ ତୋର ଅପେକ୍ଷା କରୁଛି। କୃଷ୍ଣ ଚାହିଁଲା। ଜଳ ଉପରେ ଏକ ସୁନ୍ଦରୀ ମହିଳା ଭାସୁଥିଲା। ତାଙ୍କ କେଶ ଲମ୍ବା, ଚନ୍ଦ୍ର ଆଲୋକରେ ଚକମକ କରୁଥିଲା। ତାଙ୍କ ଆଖି ଦୁଇଟି ନୀଳ ସମୁଦ୍ର ପରି। ସେ ହାତ ବଢ଼ାଇ କହିଲା, କୃଷ୍ଣ, ମୋ ପାଖକୁ ଆସ୍, ମୁଁ ତୋକୁ ସୁଖ ଦେବି। କୃଷ୍ଣର ହୃଦୟ ଧକ୍ ଧକ୍ କରି ଉଠିଲା। ସେ ଜାଣିଥିଲା ଏଇ ଜଳ ପରି, କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ଆଗରେ ସବୁ ଭୟ ଲୁଚିଗଲା। ସେ ଜଳକୁ ପାଦ ଦେଲା। ଜଳ ପରି ହସି ତାଙ୍କୁ ଆଲିଙ୍ଗନ କଲା। ତାଙ୍କ ଶରୀର ଥଣ୍ଡା ଥିଲା, କିନ୍ତୁ କୃଷ୍ଣକୁ ଅନେକ ଗରମ ଲାଗୁଥିଲା। ସେହି ରାତିରୁ କୃଷ୍ଣ ବଦଳିଗଲା। ଦିନରେ ସେ ଚୁପଚାପ ରହେ, ରାତିରେ ନଦୀ କୂଳକୁ ଯାଏ। ତାଙ୍କ ମା ପଚାରିଲେ, ବାପୁ, ତୁ କ'ଣ ହୋଇଛୁ? କୃଷ୍ଣ କେବଳ ହସେ। ଏକ ରାତିରେ ଗାଁର ବୁଢ଼ା ଲୋକେ ଦେଖିଲେ କୃଷ୍ଣ ନଦୀରେ ଡୁବୁଛି ଓ ଜଳରେ ଏକ ଛାୟା ତାଙ୍କୁ ଟାଣି ନେଉଛି। ସେମାନେ ଚିତ୍କାର କରିଲେ, କିନ୍ତୁ ବହୁତ ଡେରି ହୋଇଯାଇଥିଲା। ପରଦିନ କୃଷ୍ଣର ଶରୀର ନଦୀ କୂଳରେ ଭାସି ଆସିଲା। ତାଙ୍କ ଆଖି ଖୋଲା ଥିଲା, ମୁହଁରେ ଏକ ଅଦ୍ଭୁତ ହାସ, କିନ୍ତୁ ତାଙ୍କ ଗଳାରେ ଏକ ନୀଳ ଦାଗ ଥିଲା, ଯେପରି କେହି ତାଙ୍କୁ ଜୋରରେ ଧରିଥିଲା। ଗାଁ ଲୋକେ କହୁଥିଲେ, ଜଳ ପରି ତାଙ୍କୁ ନେଇଗଲା, ସେ ବି ଜଳରେ ରହି। ପୂର୍ଣ୍ଣିମା ରାତିରେ ତାଙ୍କ ସ୍ୱର ଏବେ ବି ଶୁଣାଯାଏ। ଯିଏ ଶୁଣେ ସେ ମଧ୍ୟ ଯାଏ। ଆଜି ବି ଋଷିକୁଲ୍ୟା ନଦୀ କୂଳରେ ରାତିରେ କେହି ଏକେଲା ଯାଏ ନାହିଁ। ଯଦି କେହି ମଧୁର ଗୀତ ଶୁଣେ, ସେ ଜାଣି ଜଳ ପରି ଡାକୁଛି। କେତେକ ଲୋକ କହନ୍ତି, ଜଳ ପରି ଆସଲରେ ଏକ ଅଭାଗିନୀ ଯୁବତୀର ଆତ୍ମା, ଯେ ପ୍ରେମରେ ଥକା ଯାଇ ନଦୀରେ ଡୁବି ମରିଥିଲା। ସେ ବି ପ୍ରେମ ଖୋଜୁଛି, କିନ୍ତୁ ତାଙ୍କ ପ୍ରେମ ମୃତ୍ୟୁ ଆଣେ। କେମିତି ଲାଗିଲା ଏହି ଜଳ ପରି ଭୂତ କାହାଣୀ? ଭୟ, ରହସ୍ୟ ଓ ଓଡ଼ିଆ ଲୋକକଥାର ସ୍ୱାଦ ବହୁତ ସୁନ୍ଦର ଭାବେ ମିଶିଛି କି? ଯଦି ତମକୁ ଭଲ ଲାଗିଲା ତ କମେଣ୍ଟରେ ଲିଖନ୍ତୁ, ବହୁତ ଡର ଲାଗିଲା ଭାଇ, ସୁନ୍ଦର କାହାଣୀ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ, ଯାହାତି ଆଉ ଅଧିକ ଭୟଙ୍କର ଓ ରହସ୍ୟମୟ ଓଡ଼ିଆ କାହାଣୀ ତମକୁ ମିଳିପାରେ।